ଏହିପରି ସାରୁ ଆଳୁ ତରକାରୀ କରନ୍ତୁ, ଅତି ସହଜରେ ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଖାଇବା ପାଇଁ ତ ଆପଣମାନେ ଥରେ ଘରେ ଟ୍ରାଏ କରନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଆପଣ ବି ଖାଆନ୍ତୁ। ଲେଟ୍ସ ଷ୍ଟାର୍ଟ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ମେନ୍ ରେସିପି। ଫାଷ୍ଟ ଆପଣ ନିଶ୍ଚୟ ଦେଖନ୍ତୁ। ହାଇ ସାଙ୍ଗମାନେ ନମସ୍କାର, ମୁଁ ବାଦଲ ଆଉ ଗୋଟେ କୁକିଂ ଭିଡ଼ିଓକୁ ସ୍ୱାଗତ। ଚାଲନ୍ତୁ ଆଜି ଗୋଟେ ରେସିପି କରିବା ମୋ ଝିଅ ପସନ୍ଦର। ଆପଣମାନେ ଜାଣିଛନ୍ତି ସବୁବେଳେ ମୋ ଝିଅ ପସନ୍ଦ କରେ କଣ ଖାଇବେ କହ। ମୁଁ ଯୋଉଟା ଖାଇନି ତମେ ସେଇଟା। ମୁଁ ସାରୁ ଖାଇଯିବ ବା ସେ ସାରୁ ଜାଣେ। ଠିକ ଅଛି, ସାରୁ ଆଳୁ ମଟନ ଭଳିଆ ଲାଗିବ, ଖାଇବୁ ନା? ହଁ ମଟନ ଖାଇ। ହଉ ଚାଲନ୍ତୁ ମୋ ଝିଅ ପସନ୍ଦରେ ସାରୁ। ସାରୁ ବାବା କହୁଛନ୍ତି ସାରୁ ହଉଛି ମଟନ। ହଁ ମଟନ ହୁଏ ସେ ସାରୁଟା ମାଟିରେ ଯୋଉ ହୁଏ ରୁମରେ ପିଆ। ହଉ ଚାଲନ୍ତୁ ଆମେ ସାରୁ ଆଳୁରେ ଗୋଟେ ତରକାରୀ କରିବା ମୋ ଝିଅ ପାଇଁ। ନିଶ୍ଚୟ ଫାଷ୍ଟ ଲାଷ୍ଟ ଦେଖୁଥିବେ ସାଙ୍ଗମାନେ। ଚାଲନ୍ତୁ ମୋ ଝିଅ ପସନ୍ଦରେ ବନେଇବା। ଦେଖନ୍ତୁ ସାରୁ ଆଳୁ ତରକାରୀ କରିବା ସହିତ କଣ କଣ ସବୁ ମୁଁ ରଖିଦେଇଛି ତାର ଆଡ୍ କରିଦେବା। ସାରୁ ତ ଦେଖୁଛନ୍ତି କେତେ ସାରୁ, ଆଉ ସାରୁ 4ଟା ଆଳୁ ଆଉ ଖଣ୍ଡେ ବନ୍ଧାକୋବି ତାକୁ ଦେଇଦେବା, ଦିଟା ବାଇଗଣ, କଞ୍ଚା ଲଙ୍କା, ଟମାଟୋ, ଧନିଆ ପତ୍ର, ଏତିକି ଆଇଟମ ଆମେ ଆଜି ଚାଲନ୍ତୁ ଆଉ ଅଦା ରସୁଣ ଦେଇକି ଆମେ କରିବା। ଅଦା ରସୁଣ ଦେଇକି ଆମେ କରିବା ସାରୁ ଆଳୁ ତରକାରୀ ପୁରା ଦେଶୀ ଷ୍ଟାଇଲ। ଆପଣ ଫାଷ୍ଟ ଲାଷ୍ଟ ଦେଖିବେ, ଭିଡ଼ିଓଟା ଜମା ସ୍କିପ୍ କରିବେନି, ନିଶ୍ଚୟ ଜାଣିପାରିବେ। ଚାଲନ୍ତୁ ଏବେ କଟାଟି କରିସାରିଲା ପରେ ମୁଁ ଦେଖିବି, ଆପଣ ଦେଖିବେ ସାରୁ ଆଉ ଆଳୁ ଆମେ କାଟିକି ଧୋଇ ଦେଇଛେ। ଏବେ ଚାଲନ୍ତୁ ଆମେ ଏଥିରେ ବସେଇଦେବା ସାରୁ ଆଳୁକୁ ଆମେ ଏବେ ବସେଇଦେବା ଆଉ ଛାଡ଼ିଦେବା ସିଝିବା ପାଇଁ। ତା ଭିତରେ ଆମେ ମସଲା ରେଡି କରିଦେବା, ବାକି ଆମେ ଏଟାକୁ ଆମେ ଛାଡ଼ିଦେବା, ସେଠି ସିଝି ଯାଉ, ଏମିତି ଛାଡ଼ିଦେବା, ସେଠି ସାରୁ ସିଝି ଯାଉ। ଆଉ ଥରେ ଦେଖେଇ ଦେଉଛି ସାରୁଟାକୁ ବି ମୁଁ ଏବେ ବାହାର କରିଦେଲି। ଦେଖିଛନ୍ତି ଗରମରେ କେମିତି ବାଫ ଆସୁଛି, ଆଉ ଅଳ୍ପ ସାରୁ ବଏଲ କଲେ ପୁରା ଟୋଟାଲ ଟାଣ କରିନାହାନ୍ତି, ମାନେ ନରମ କରିନାହାନ୍ତି। ଦେଖିଥିବେ ଆଳୁଟା କେମିତି ବି କେତେ ଟାଣ ଅଛି, ଆଳୁ ବି ଦବିଲା ବେଳେ ବି ହଉନାହିଁ। ଆଉ ଟିକେ ଜଷ୍ଟ ହେଲା ପାଣିରେ ବଏଲ କଲେ ଖାଲି ହାଫ ବଏଲ। ଆଉ ଏଥିରେ ସେ ବନ୍ଧାକୋବି ଚୁନ ଚୁନ କରି କାଟି ଦେଇଛି, ପିଆଜ ଗୋଟେ, ବାଇଗଣ, କଞ୍ଚା ଲଙ୍କା, ଧନିଆ ପତ୍ର ସହିତ ଏଠି ଟମାଟୋ ପେଷ୍ଟ ଗୋଟେ, ଅଦା ରସୁଣ ପେଷ୍ଟ, ଏତିକି ଆଇଟମ ଦେଖିଲେ। ଚାଲନ୍ତୁ ଆମେ ରେସିପି ଏବେ ଷ୍ଟାର୍ଟ କରିବା। ଏବେ ରେସିପି ଆରମ୍ଭ କରିବା ପୂର୍ବରୁ ଏବେ ଚାଲନ୍ତୁ ଗୋଟେ ମେନ୍ ଜିନିଷ ରହିଛି ଆମର, ଗୋଟେ କୋଟିଂ କରିଦେବା। ଆମେ କିଛି ଲୁଣ ଅଳ୍ପ ଦେଇଦେବା, ଲୁଣ ତା ସହିତ ହଳଦୀ ଗୁଣ୍ଡ, ବାକି ଲଙ୍କା ଗୁଣ୍ଡ, ଏବେ ଆମେ ସବୁ ଦେଇଥିଲେ। ଏବେ ଭଲ ଟିକେ ଏମିତି କରିକି ମିଶାଇଦେବା। ଏମିତି ମିଶାଇଲେ ଭାଜିଲେ ଟେଷ୍ଟଟା ଟିକେ ବହୁତ ବଢ଼ିଆ ଲାଗିବ। ଏମିତି ଆମେ ଦେଖିଲେ କେତେ ସୁନ୍ଦର ମିଶାଇ ଦେଲେ। ସାଇଡ୍ କରିଦେବା। ଏବେ ତାକୁ ଆମେ କଡ଼େଇ ବସାଇଦେବା ଆଉ ଲଗେଇଦେବା। କିଛି ସମୟ ଛାଡ଼ିଦେବା, କଡ଼େଇ ଟିକେ ଗରମ ହେଇଯାଉ, ତା ସହିତ ଆମେ ରେସିପି ଷ୍ଟାର୍ଟ କରିବା। ଏବେ କଡ଼େଇ ଗରମ ହେଲାଣି, ଏବେ ଆମେ ତେଲ ତା ଦେହରେ ଦେଇଦେବା। ଏବେ ତେଲ ଆମେ ଦେଇଦେଲେ କିଛି ସମୟ ଛାଡ଼ିଦେବା, ତେଲ ଟିକେ ଗରମ ହେବା ପାଇଁ। ଏବେ ତେଲ ଗରମ ହେଲାଣି, ଆମେ ତା ଦେହରେ ରଖିଦେବା ସାରୁ ଆଳୁ ଆମେ ଦେଇଦେବା ଆଉ ଟିକେ ମିଶାଇଦେବା। ଏମିତି ଟିକେ ହାଇ ଗ୍ୟାସରେ ରଖିବା, ଆମେ ସ୍ଲୋ ଗ୍ୟାସ୍ କରିବାନି, ଟିକେ ହାଇ ଗ୍ୟାସ୍ ରଖିକି ଆମେ ଏଟା ଟିକେ ଭାଜିବା। ଗ୍ୟାସ୍ ଟିକେ ହାଇ ରଖିକି ଆମେ ଟିକେ ଭାଜିବା। ଏମିତି କରିକି ଆମେ ଛାଡ଼ିଦେବା। ଭାଜି ସାରିଲା ପରେ ମୁଁ ଦେଖେଇବି। ଏବେ ସାରୁ ଟିକେ ଭାଜି ହେଇଗଲାଣି, ଦେଖିପାରୁଛନ୍ତି ସାରୁ ଆଳୁ ଟିକେ ଭାଜି ହେଇଗଲାଣି। ବେଶୀ ଆମେ କଡ଼କଡ଼ା କରି ଭାଜିବାନି, ଜଷ୍ଟ ଆମେ ଟିକେ ନରମରେ ଭାଜିକି ଏମିତି ତାକୁ କାଢ଼ିଦେବା। ଦେଖିଲେ ତାକୁ ଏମିତି ଆମେ ଏବେ ସବୁ କାଢ଼ିଦେବେ। ଏବେ ସେଇ ତେଲ ଦିହରେ ଆଉ ଟିକେ ଆମେ ଅଳ୍ପ ଟିକେ ତେଲ ଆଡ୍ କରିଦେବା। ଏବେ ରେସିପି ଷ୍ଟାର୍ଟ କରିବା। ଏବେ ତେଲ ଗରମ ହେଇଗଲାଣି, ତାପରେ ଆମେ ଗୋଟେ ଚାମଚ ସ୍ପୁନ୍ ଜିରା ଦେଇଦେବା, ତା ସହିତ ଗୋଟେ ତେଜପତ୍ର ଦେଇଦେବା ଆଉ କଞ୍ଚା ଲଙ୍କା ଦେଇକି ଆମେ ଟିକେ ଭାଜିବା। ଟିକେ ଗୋଟେ ମିନିଟ୍ ପର୍ଯ୍ୟନ୍ତ ଏମିତି ଭାଜିବା। ଏବେ କଞ୍ଚା ଲଙ୍କା ଭାଜିବା ସହିତ ତାପରେ ଆମେ ଚପ୍ ରଖିଥିବା ପିଆଜ ଆମେ ଏମିତି ଦେଇଦେବା। ପିଆଜ ଟିକେ ବହୁତ ଦେଲେ ଭଲ ହେବ, କାହିଁକିନା ଆମେ ଟିକେ ବହଳିଆ ଗ୍ରେଟ୍ କରିବା ଖାଇବା ପାଇଁ, ବେଶୀ ଝୋଳ ଦେବାନି। ଏବେ ପିଆଜ ସବୁ ଦେଇଦେଲେ ଆମେ ଏବେ ବାକି ପିଆଜ ଭଲ ମିଶେଇକି ଆମେ ଛାଡ଼ିଦେବା। ପିଆଜ ଟିକେ ଭଲ ଭାବେ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଆମେ ତାକୁ ଛାଡ଼ିଦେବା। ପିଆଜ ଟିକେ ଭଲ ଭାବେ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା। ଏବେ ପିଆଜ ଟିକେ ଗୋଲ୍ଡେନ୍ ହେଇ ଆସିଲାଣି। ଏବେ ପିଆଜ ଗୋଲ୍ଡେନ୍ ହେଇ ଆସିଲାଣି, ତା ସହିତ ଆମେ ଟିକେ ଅଳ୍ପ ଟିକେ ଜଷ୍ଟ ଟିକେ ଲୁଣ ଦେଇଦେବା। ଅଳ୍ପ ଅଳ୍ପ ଦେଇଦେବା ମସଲା। ଏବେ ଟିକେ ଲୁଣ ଆଉ ହଳଦୀ, ତା ସହିତ ଲଙ୍କା ଗୁଣ୍ଡ ସବୁ ଅଳ୍ପ ଅଳ୍ପ ଦେବା, ବହୁତ ଦେବାନି କି ତାକୁ ଭଲ ଭାବେ ମିଶାଇ ଦେବା। କାହିଁକି ଆମେ ସାରୁ ଆଳୁ ଭାଜିଲା ପରେ ଲୁଣ ଦେଇଛନ୍ତି, ଆପଣମାନେ ଯେତିକି ଲୁଣ ଦେବେ ତାକୁ ମାପ ଦେବେ, ବେଶୀ ଲୁଣିଆ ଖାଇବା ପାଇଁ ଭଲ ଲାଗିବନି। ଏବେ ଏମିତିକି ମିଶାଇ ଦେଲେ ଗୋଟେ ମିନିଟ୍ ଛାଡ଼ିଦେବା, ଟିକେ ଭାଜିବା ପରେ ତା ସହିତ ଆମେ ଅଦା ରସୁଣ ଆଡ୍ କରିବା। ପିଆଜ ଏବେ ଗୋଲ୍ଡେନ୍ ହେଇଗଲାଣି, ତା କଲର୍ ବି ଚେଞ୍ଜ ହେଇଗଲାଣି। ବାକି ଆମେ ତାଦେହରେ ଅଦା ରସୁଣ ପେଷ୍ଟ କରିବି, ଟିକେ ପତଳା କଲେ ଭଲ ମ୍ୟାଗ୍ନେଟ୍ ହେବ। ତାଦେହରେ ଏବେ ଅଦା ରସୁଣ ପେଷ୍ଟ ଦେଇଦେଇଛି, ଭଲ ଆମେ ମିଶାଇ ଦେବା ଆଉ ମିଶାଇକି ଆମେ କିଛି ସମୟ ଏମିତି ତାକୁ ଛାଡ଼ିଦେବା, ସେଠି ଭଲ ଭାବେ କଷିବା ପର୍ଯ୍ୟନ୍ତ। ବାକି ଆମେ ସେ ଅଦା ରସୁଣ ପେଷ୍ଟ ଥିଲା ତାକୁ ପାଣି ଦୁଇଟା ଦେଇଦେବା। ଛାଡ଼ିଦେବା ମସଲା ଟିକେ ଭଲ ଭାବେ କଷିଲା ପର୍ଯ୍ୟନ୍ତ। ଏବେ ଅଦା ରସୁଣ ମସଲା ବାସ୍ନା ଟିକେ ଆସିଲାଣି, ଆଉ ଟିକେ କଷିବା। ତା ସହିତ ଆମେ ଦୁଇଟି ମସଲା ଆମେ ଆଡ୍ କରିବା। ଏଇଟା ହେଉଛି ଧଣିଆ ପାଉଡର ଟିକେ, ବେଶୀ କିଛି ଦେବେନି, ଧଣିଆ ପାଉଡର ଟିକେ, ତା ସହିତ ଗରମ ମସଲା ପାଉଡର ବି ଟିକେ ଆପଣ ଦେଇଦେବେ। ଦେଲେ ତା ରେସିପିଟା ଟିକେ ଭଲ ଆସିବ, ଖାଇବା ପାଇଁ ବାସ୍ନା ହେବ। ସୋରିଷ ବେସର ଆମେ କରିଥାନ୍ତେ, ତାର ଏଗୁলো ସବୁ କିଛି ପଡ଼ିନଥାନ୍ତା। ଆମେ ଯଦି ଅଦା ରସୁଣ କରୁଛନ୍ତି, ଟିକେ ଗରମ ମସଲା ଦେଲେ ଟେଷ୍ଟ ଟିକେ ଭଲ ଆସେ।
ଆଉ ଚିକେନ ମଟନ ତରକାରୀ କରି ଲାଗିବ। ଏବେ ମସଲା ଭଲ କଷେଇ ଛାଡ଼ିଦେବା। ମନେ ରଖିବେ ଯେତେବେଳେ ମସଲା ବସିବେ ସବୁବେଳେ ଦେଖୁଥିବେ ପରେ ପରେ ତେଲ ଆସିବା ପାଇଁ ଦେଖିବେ ତେଲ ଉପରକୁ ଉଠିଲା ମାନେ ଆପଣ ଜାଣିପାରିବେ ଯେ ମସଲା କଷି କଷି ହେଇଗଲାଣି। ତେବେ ଏମିତି ଗୋଟେ ମିନିଟ୍ ଛାଡ଼ିଦେବା କି ବାସ୍ନା ବହୁତ ବଢ଼ିଆ ଆସିଲାଣି ଟିକେ କଷିବୁ ତାପରେ ଆମେ ଟମାଟର ପେଷ୍ଟ ଦେବା। ଏବେ ଅଦା ରସୁଣ ପେଷ୍ଟଟା ହେଇଗଲାଣି ଆମେ ଏବେ କ'ଣ କରିବା ତା ଦେହରେ ରଖିଥିବା ଟମାଟୋ ପେଷ୍ଟ ତା ଦେହରେ ଆମେ ଆଡ଼୍ କରିଦେବା। ଟମାଟର ଦେଇଦେଲେ ଟମାଟର ଭଲ ଆମେ ମିଶାଇ ଦେବା। ଟମାଟର ମିଶାଇଲା ପରେ ତା କଲରଟା କେମିତି ଅଛି ଆପଣମାନେ ଦେଖିପାରୁଥିବେ। ଟମାଟର ମିଶାଇ ସାରିଲା ପରେ ତା କଲରଟା କେତେ ସୁନ୍ଦର ଭାବେ ଆସୁଛି। ଆଉ କିଛି ସମୟ ଯେମିତି କଷିବା ଟମାଟର ସ୍ମେଲ୍ ଯିବା ପର୍ଯ୍ୟନ୍ତ କାରଣ ଢାଙ୍କୁଣି ଦେଇକି ରଖିବା ଢାଙ୍କୁଣି ଦେଲେ ଟମାଟର ସ୍ମେଲ୍ଟା ରହିବ। ଏମିତି ଟିକେ ସ୍ଲୋ କରିଦେବା ଗ୍ୟାସ୍ଟାକୁ ଟିକେ ଛାଡ଼ିବା କିଛି ସମୟ ଟମାଟର ଟିକେ କଷି ଦେଲେ ଭଲ ଭାବେ ମସଲାଟା। ଏବେ ଟମାଟର ଟିକେ ହେଇ ଆସିଲାଣି। ଏବେ ଟମାଟର ଟିକେ ହେଇସାରିଲାଣି ଏବେ ଆମେ କ'ଣ କରିବା ରଖିଥିବା ବାଇଗଣ ଆମେ ତା ଦେହରେ ଦେଇଦେବା। ବାଇଗଣ ସହ ବନ୍ଧାକୋବି କାଟିଲେ ବନ୍ଧାକୋବି ଆମେ ତା ଦେହରେ ଦେଇଦେବା। ଏବେ ତାକୁ ଭଲ ଭାବେ ମିଶାଇବା ବନ୍ଧାକୋବି ଏମିତି ମିଶାଇକି ଛାଡ଼ିଦେବା କିଛି ସମୟ ଛାଡ଼ିଦେବା କଷିବା ପାଇଁ। ଏବେ ହେଇଗଲାଣି ମସଲା ହେଇଗଲାଣି ଏମିତି ବହଳିଆ ହେଇଗଲାଣି ଟିକେ ପାଣି ଦେବାର ଅଛି ତା ଦେହରେ। ଏବେ ଆମେ କ'ଣ କରିବା ତା ଦେହରେ ଅଳ୍ପ ଟିକେ ଧନିଆ ପତ୍ର ଦେଇଦେବା। ଏବେ ତାକୁ ମିଶାଇ ଦେବା ଭଲ ଭାବେ। ଆଉ ତା ଦେହରେ ରଖିଦେବା ସାରୁ ଆଳୁକୁ ଆମେ ଏବେ ତା ଦେହରେ ଦେଇଦେବା। ସାରୁ ଆଳୁ ଦେଇଦେଲେ ତାକୁ ମିଶାଇ ଦେବା ଭଲ ଭାବେ। ଏବେ ସାରୁ ଆଳୁ ତା ଦେହରେ ଭଲ ଭାବେ ମିଶିଗଲା। ଆମେ ତାକୁ ଗୋଟେ ମିନିଟ୍ ଛାଡ଼ିଦେବୁ ଢାଙ୍କୁଣି ଦେଇକି ସେ ଟିକେ ବଏଲ୍ ହେଇଯାଉ ତାପରେ ଆମେ ଅଳ୍ପ ଟିକେ ପାଣି ଦେଇଦେବା। ଗୋଟେ ମିନିଟ୍ ହେଇଗଲାଣି ଆମେ କାଢ଼ିଦେବା। ତା ଦେହରେ କେମିତି କେତେ ବହଳିଆ ଅଛି ସେ ଦେଖିବ କେତେ ବହଳିଆ ଅଛି। ଏବେ କ'ଣ କରିବା ଆମେ ତା ଦେହରେ ରଖିଦେବା ଅଳ୍ପ ପାଣି ସେ ମସଲା ପାଣି ଯେଉଁ ରଖିଦେଇଥିଲେ ସେ ସାଙ୍ଗେ ସେ ପାଣିଟାକୁ ଟିକେ ଆମେ ଆଡ଼୍ କରିଦେବା। ବାସ୍ ବେଶୀ ପାଣି ଦେବାନି ଅଳ୍ପ ପାଣି ଦେବା। ଆପଣ ଯେତିକି ଝୋଳ ଖାଇବେ କିନ୍ତୁ ଟିକେ ବହଳିଆ ଟାଇପ୍ର ଖାଇବେ ବୋଲି ପାଣି ଦେଇଦେଲେ ସବୁ ସିଝିଛି। ଏବେ ତା ଲୁଟା ଦେଖାଉଥିବେ କେମିତି ତା ଝୋଳ ଦେଖାଉଛି ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଟିକେ ହେଇଯାଉ କିଛି ସମୟ ତାକୁ ଛାଡ଼ିଦେବା। ଲାଷ୍ଟ ହେଇସାରିଲା ପରେ ଆମେ ନାକରେ ଛାଡ଼ିଦେବା କିଛି ସମୟ ପରେ ତାକୁ କମ୍ପ୍ଲିଟ୍ ପରେ ମୁଁ ଦେଖିବେ। ଏବେ 2 ମିନିଟ୍ ହେଇଗଲା। ଏବେ ଆମେ ଢାଙ୍କୁଣଟାକୁ ଆମେ କାଢ଼ି ଦେଇଛେ କେତେ ଫୁଟୁଛି ଦେଖିପାରୁଛନ୍ତି। वा এটা আমার সারু আলু তরকারি ওকে এটা সারু আপনার চাইলে দাবি দেবে সারুটাକୁ সারু নরম ହେଇଗଲାଣି କରିଦିଏ କେମିତି ଆଉ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ଏବେ ଆମେ ବନ୍ଦ କରିଦେବା ଦେଖିପାରୁଥିବେ କେମିତି ସେ ଗ୍ରେଭିଟା କେମିତି ଲାଗୁଛି ବଢ଼ିଆ କେତେ ବଢ଼ିଆ ଅଛି ଆପଣମାନେ ଖାଇପାରିବେ ରୁଟିରେ କିମ୍ବା ଭାତରେ ଖାଇପାରିବେ। ଆମେ ଭାତରେ ଖାଇବା କରୁଛେ ବାକି ଆମେ କ'ଣ କରିବା ତା ଦେହରେ ଧନିଆ ପତ୍ରକୁ ଦେଇଦେବା ତା ସହିତ ଆମେ ତାକୁ ଏବେ ବନ୍ଦ କରିବା। ଦେଖିଲେ ସାରୁ ଆଳୁ ତରକାରୀଟା ଆମର ଦେଶୀ ଷ୍ଟାଇଲ୍ରେ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲା। ଏବେ ସାମାନ ଫାଇନାଲ କମ୍ପ୍ଲିଟ୍ ହେଇଗଲା ଦେଖିଲେ ଆଉ କେତେ ସୁନ୍ଦର ଭାବେ ବନେଇଦେଲି ସାରୁ ଆଳୁ ତରକାରୀଟା ପୁଣି ତା ଦେହରେ ବନ୍ଧାକୋବି ଦେଇ। ଆଉ ଆଶା କରୁଛି ଭିଡ଼ିଓଟା ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟା ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ କରିବା ଭୁଲେନି। ଜୟ ଜଗନ୍ନାଥ ନମସ୍କାର। ମୁଁ ବାଦର ପୁଣି ଦେଖା ଗୋଟେ ବଢ଼ିଆ ବ୍ଲଗରେ ଖାସ୍ ଆପଣମାନଙ୍କ ପାଇଁ ନେଇ ଆସିବି ଦମଦାରିଆ ବ୍ଲଗ ଦେଶୀ ବ୍ଲଗ। ରହିଲି ନମସ୍କାର ବାଏ ବାଏ। ନିଶ୍ଚୟ କମେଣ୍ଟରେ ଜଣାଇବେ ଆପଣଙ୍କୁ କମେଣ୍ଟକୁ ମୁଁ ଅପେକ୍ଷା କରିଛି। ରହିଲି ବାଏ ବାଏ। ପୁଣି ଦେଖା ଜବରଦସ୍ତ ବ୍ଲଗ ନେଇ ଆସିବି ଖାସ୍ ଆପଣମାନଙ୍କ ପାଇଁ।